ମୁଁ ତୋତେ ଗୋଟେ କଥା କହିବି ବୋଲି ଏଠିକି ଡାକିଛି। କେତେ ଦିନ ଏମିତି ଅବିବାହିତ ହେଇ ରହିବୁ? ସେଥିପାଇଁ ତୁ ବାହା ହେଇ ପଡ଼ିଲେ ଭଲ ହୁଅନ୍ତା। ହଁ ଓ ରୋହନ। ରୋହନ ବାबू তুমি জনে জবান টকা হেই একেলা হেকেলা রহিবা ভারি দুঃখর বিষয়। তেণু শীঘ্র বাহা হয়ে যাଆନ୍ତୁ। ए नारी मानंको मोर विश्वास नहीं। मु आउ तोरे बाहे मो जीवन को बर्बाद करने को चाहेनी। तू যদি বাহা হবু তাহলে সে ପୂର୍ଣ୍ଣିମା ତ ଧୋକା ଦେଲା। ଆଉ ତୁ ଯେମିତି ରହିଯିବୁ ତାହେଲେ ତୋ ମାମୁ କଣ ତୋ ଦୁଃଖ ଦେଖିକି ରହିଯିବ ନାଇଁ। ତୁ ଯେମିତି ହେଲେ ବାହା ହବାକୁ ପଡ଼ିବ ରୋହନ। ତୁ ଯେମିତି ହେଲେ ବାହା ହବାକୁ ପଡ଼ିବ। ना बाबा ଲଖଣି ପୂର୍ଣ୍ଣିମାକୁ ଆଣିଥିଲି ବୋଲିଛି ନା ସେ ଆମ ନାକ କାଟିଦେଲା। କିନ୍ତୁ ମୋ ଇଚ୍ଛାରେ ତୁ ଆଉ ଗୋଟେ ଝିଅକୁ ବାହା ହବୁ। ठीक अच्छे माई तमें मैंने कौच जिते बेले मु बाहा हेबी किंतु से पूर्णिमा पर झियो ठीक करबनी। ସେମିତି କୋଉଠି କାହିଁକି ଝିଅ ଖୋଜିବା? ଏଇଠି ଆମ ଲିଜା କୋଗୁଳରେ କମ୍ ଅଛି କି? ଲିଜା ସହିତ ତୋ ଯୋଡ଼ିଟା ଭଲ ମାନିବ। किंतु मामू ଆରେ ରୋହନ ବାବୁ କଣ ଡାଉଟ କରୁଛ? ହେ କଣ ଡାଉଟ କରୁଛ କି? ସେ ଏକ ନମ୍ବର ସତୀ ନା। ठीक अच्छे लिजा जदि राजी अच्छी ताहले मोर किछि कहबार नै। ହେଲା ତ। ଆରେ ରାଜି ହବନି କାହିଁକି? ଆରେ ରାଜି ହବନି କାହିଁକି? ଇଏ ଲିଜା ଦେଇ ଯାହା ମନରେ ଅଛି କହିଦେଲ। ସମସ୍ତେ ଯଦି ରାଜି ମୋ ମନା କରିବି କାହିଁକି? ହେଲା ତ। ଇଏ କାଞ୍ଚନ ଦେଇ ଯାହା ହବାର ହେଇଯାଉ ଫଟାଫଟ। ହଁ ରୋହନ ତୁ ତ ଜାଣି ପିଲାଦିନରୁ ଜାଣିଛୁ ଲିଜା କେମିତିକା ଝିଅ। ଲିଜା ସହିତ ତ ବାହାଘର କରିଥିଲେ ବଢିଆ ମାନିବ। ଆ ବାବା ମୋ ପାଖକୁ ଆ ଲିଜା। ବାବା ହାତରେ ଶଙ୍ଖ ମାଥାରେ ସିନ୍ଦୁର ଦେଇଦେ। କାହିଁକି ରହିବା? ଚାଲ ଘର ଭିତରେ। ଦେଖିଲୁ ଲିଜା ମୋ ଭରସାଟା କେତେ ଖୁସି ହେଇଗଲା। ଦେଖିଲୁ ତୁ ଦେଖିଲୁ କାଞ୍ଚନ ଆମେ ଏଠି ରହିବା ଜମା ଠିକ ନୁହଁ। ତାଙ୍କର କେତେ କଥା ଥିବ। किंतु मामू हमको आशीर्वाद दे दी जाओ। ଠିକ ଅଛି ଖୁସିରେ ରହିବୁ। ସୁଖରେ ରହିବ। ହଉ ତମେ କଥା ହଉଥ। କାଞ୍ଚନ ଭିତରକୁ ଚାଲ। ଇଏ ରୋହନ ବାବୁ ଯାହା ହଉ ତମ ଦୁହେଙ୍କ ଯୋଡ଼ିଟା ବହୁତ ଭଲ ମାନିଲା। ଇଏଲେ ତମେ ତମ ସ୍ତ୍ରୀକୁ ଛାଡ଼ିଛ ତା ସ୍ୱାମୀକୁ ସିଏ ଛାଡ଼ିଛି ମାନେ ଛାଡ୍ରାକୁ ଛାଡ୍ରି ଭଳିଆ ହେଇଛି ଆଉ। ହଉ ଟିକେ ଜମେଇ ଦିଅ ଆଉ। मते पाई तमे खुशी नुह ना से दिन असुंदरी कहूथिल आज तम मन रे आसी तुम कष्ट दउनी तो। ए लिजा तमे कोन कहूच? अरे तुमक पाई तो सब दुख मु भूली जाइछि। कौन कहला? मो पाई सब दुख भूली जाइछ। ठीक अछि आसना आज ठारू तमे मोर हो लिजा। सी मत कौन भावुची के जाने
ମୁଁ ଲିସା। ହଁ ତା ସମ୍ପତ୍ତି ପାଇଁ ବାହା ହେଇଛି ଆଉ ଗୋଟେ ଝିଅକୁ ଛାଡ଼ି ଆଉ ମୋ ସ୍ୱାମୀକୁ ଛାଡ଼ି ଆଉ ତା ଘର ସମ୍ପତ୍ତି ପାଇବା ଲାଳସାରେ ଆଜି ମୁଁ ଏଠି ରାଣୀ। ହଁ ରାଣୀ। জীবনে প্রচুর তার উপরে ভোজ হই নাই তো আমার মন্দির লাগে যাই না নাই নাই এবে কাজ লাই ପିଲାଟାକୁ ମାରୁଛୁଟା ହେଇକି ବାବୁ চেক কর চেক কর ତମର କି ଦୋଷ କରିଛି କରିছে ଏହି କଥା ସେ ପିଲାଯାକ ସେ ନଜାଣି ସେ ଭୁଲ କରିଦେଇଛି ତାକୁ କ୍ଷମା କରିଦିଅ ବାବୁ তোদের কথাই 10 টাকা খাইবার জন্য চলে আসিছে এই কথা পাই তুমি পিলাটাକୁ ମାରୁଛ আও টাকা টানি ମୋ ପରି ଭିକାରୀ ମାନଙ୍କର ଅଭ୍ୟାସ ଜୀବନେ हजार हजार लोगों को भिक्को देउथिबा लोक से আজি भिक्को मागुची सुन परिछ से कोलेगर वो बोल गुडे कोलेगर कोन लागी वो बहु आउ डाती घर को बहाल कर देले तुगे वो बहुटा कोहरी चली गला छी देखा तो सुन रही तुगे इनका गुडा छी मती बारी पंगु कर देले ऐसी अवस्था रे कोन मागी अब घर कर खाती बाबू না মোহন না সেদিন নিজে তাকে বাহ হওয়াকে হতাশ করছিল কিন্তু সে মনে করে মতে বাহ হই ঝিওটে জন্ম দেই ছাড়ি চলে গেলা যাতো আবো ঘরে আছে এই কাজ করেছি আজ ও ঠিক যাই করছি বুঝা নারী নয় সে বড় মায়া বিয়ে চলো আজ একটু আমার ঘরে রহিব আরে বাজে রহুଛୁ আমার সঙ্গে রহিব ভুল করিবে
ଅଲେଖଣି ଲିଜା ତୁ କାହିଁ କେମିତି ଟାଣି ନେଇ ମାରି ମାରି ଆଣିଛୁ କହିଲୁ? ମାରିବିନି ତତେ ଛାଡ଼ିଦେବି। ଆରେ ଦିନ ସାରା ଖାଲି ଟିଭି ଦେଖି ଦେଖି ବସିଥିବୁ, ଆଉ ତୋର କାମ ଦାମ କିଛି ନାହିଁ କି? ଆଲୋ କଣ କହିଲୁ? ଭାଇ ସେଇଟା ମୋ ଇଚ୍ଛା। ମୁଁ କଣ ତ ଚାକରାଣୀ ଦିନ ରାତ ବସିକି ସେବା କରିବି? କଣ କହିଲୁ? କଣ କହିଲୁ? କାମ କରିବୁନି? ଆରେ ମୁଁ ପରା ଏ ଘରର ମାଲିକାଣୀ। ଆଲୋ 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 କଣ କହିଲୁ? ତୁ ଏ ଘରର ମାଲିକାଣୀ? ଭାଇ ତତେ ମାଲିକାଣୀ କରେଇଛି କେ? ଆରେ ଦିନ ରାତି କଷ୍ଟ କରି ମୁଁ ତତେ ମାଲିକାଣୀ କରେଇଛି। ମାଲିକାଣୀ କରିଦେଲ ବୋଲି କାମ କରିବୁନି? ମୁଁ ପରା ମାଲିକାଣୀ, ଆରେ ତୁ ପରା ଚାକରାଣୀ। ମାଲିକାଣୀ ହେଇଗଲି ବୋଲି କଣ ସ୍ୱର୍ଗ ଚଢିଛୁ? ଭଲରେ ଭଲରେ କହୁଛି, ମତେ ମାରିବାକୁ ଚେଷ୍ଟା କର, ନହେଲେ ତତେ ବି ମାରିଦେବି। ଏ ବୁଢ଼ୀ ଚୁପ୍, ଅଲେଖଣି ବୁଢ଼ୀ। আরে বাবা রহন, যা হও তুই শীঘ্র আসো, জলদি আসলু, পড়ে আসলু। এই দেখলু তো স্ত্রী মতো কেমনি মারুছি রে। କଣ ହେଲା ବେ? ମୋତେ କାହିଁକି ଡାକିଲ? କଣ ହବ? କାହିଁକି ଡାକିଲେ ତୁ କଣ କଣ ଦେଖିବାନୁ? ତୁ ଆକଣ ଫୁଟି ଯାଇଛି, ତୋ ସ୍ତ୍ରୀ ମତେ ମାରୁଛି, ମୁଁ ଏ ଘରର ଚାକରାଣୀ। ଚାଲିବିନି। ସେ ଠିକ କହୁଛି ମାଇ, ସେ ଠିକ କହୁଛି। କଣ ହେଲା? ସେ ଠିକ କହୁଛି? ଆରେ ରୋହନ ତୁ କଣ ତାପଟେ ହେଲୁଣି? ସେ ତୋର କିଏ? ମୁଁ ପୁରା ତୋତେ ପାଳି ପଶି ପୁରା ମଣିଷ କରିଛି, ଶେଷରେ ତୁ ବି ତା ସହିତ। ତମ କଥା ଛାଡ଼ ମାଇ, ନିଜକୁ ମୁଁ ଯେତିକି ଭଲ ପାଏ ତା ପାଇଁ ଏ ଦୁନିଆକୁ ବି ଭୁଲି ଯାଇପାରେ। ଲିଜା ବର୍ତ୍ତମାନ ଏ ଘରର ବୋଉ, ତେଣୁ ସେ ଯାହା କହିବ ତମେ ତା ମାନିବାକୁ ବାଧ୍ୟ। କଣ କହିଲୁ ରୋହନ? ସେ ଯାହା କହିବ ମୁଁ ତା କଥା ମାନିବି? ଶେଷରେ ତୁ ବି ସେଇ କଥା କହୁଛୁ? ତମକୁ ଧର୍ମ ସହିବନି ରେ। ଚାଲିଯିବି। ରହଲ କାହିଁ ଗୋଟେ ଏମିତି ହଉଛୁ? ଚାଲିଯିବି, କିନ୍ତୁ ତମକୁ ଅଭିଶାପ ଦେଇକି ଯିବି। ତମେ ପୋକ ପଡ଼ି ମରିବ, ତମ ଉପରେ ଆନ୍ଧ୍ରା ଡ୍ରଗ ଚଢ଼ିବ, ତମକୁ ମଶାଣି ଜାଗା ମିଳେ। ସବୁବେଳେ ଏମିତି ମତେ ଭଲ ପାଉଥିବ ନା? ଏ କଣ କହୁଛ ଲିଜା? ମୁଁ 7 ଜନ୍ମ ନେଲେ ବି ତୁମ ପରିସ୍ଥିତି ମୁଁ ପାଇପାରିବିନି। ହଁ ଲିଜା, ସତ କହୁଛ? ହଁ ଲିଜା। ବେଲଜ୍ଜ ପୁରୁଷ, ତୋ ଉପରେ ଗୋଟେ ବେଲଜ୍ଜ ପୁରୁଷ ଏ ଦୁନିଆରେ କେହି ବି ନଥିବେ। ଶେଷରେ ତୁ ବି ଏଠି ଚାଲି ଆସିଲୁ, ତୋର କାମ କଣ ବେ? କଣ ଏଇଟା ଡରୁଛୁ କାହିଁକି? ଆରେ ତମେ କିଏ? କାହିଁକି ଏଠିକି ଆସିଛ? ମୁଁ ହଉଛି ମୋ ସ୍ତ୍ରୀର 1 ନମ୍ବର ସ୍ୱାମୀ। ମତେ ପ୍ରଥମେ ବାହା ହେଇଥିଲା, ଗୋଟେ ଝିଅ ଜନ୍ମ ଦେଇ ଛାଡିକି ଚାଲିଗଲା। ତାମାନେ ତମେ କଣ କହିବାକୁ ଚାହୁଁଛ? ସେଦିନ ମଧୁଆ ଶଙ୍କର ଆସି 2 ପଦ ମିଛ କଥା କହିଦେବାରୁ ପୂର୍ଣ୍ଣିମା ଗୋରୁ ବାହାର କରିଦେଲ, ଆଉ ଆଜି ମୁଁ ଏତେ କହୁଛି ହେଲେ ମୋ କଥା ଜମା ବିଶ୍ୱାସ କରୁନ। ଚୁପ୍ କର। ମୋ ସ୍ତ୍ରୀ ବିଷୟରେ
କହିବାକୁ ସାହସ କରୁଛ କେମିତି? ଭଲରେ ଭଲ କହୁଛି ଏଠାରୁ ଜଲ୍ଦି ଯା, ନହେଲେ ଧକ୍କା ମାରି ବାହାର କରିଦେବେ। ନାଇଁ ରୋହନ, ମୁଁ ଚାଲିଯିବି, କିନ୍ତୁ ମନେ ରଖ ଏ ହଉଛି ଗୋଟେ ମାୟାବିନୀ ନାରୀ। ଏ ନାରୀ ଲାଗି ତମେ ଦିନେ ବହୁତ କାନ୍ଦିବ, ହଁ ବହୁତ କାନ୍ଦିବ। ରୋହନ, ତମେ ତା କଥା ବିଶ୍ୱାସ କରୁଛ? ସେ ସବୁ ମିଥ୍ୟା କହୁଛି। ନାଇଁ ଲିଜା, ମୁଁ ତୁମକୁ ଭୁଲ ବୁଝୁନି, କିନ୍ତୁ ଏମାନେ କୋଉଠୁ ଗୋଟାଏ ଗୋଟାଏ ଆସି ମତେ ଟେନସନ କରିଦଉଛନ୍ତି। ହଉ ଛାଡ ସେ ସବୁ କଥା, ଏବେ ଚାଲ। ହଉ ଚାଲ। ହଉ ଚାଲ। ଜଡଭଦ୍ର ଓ ଶଳିଲେ ଜଡ ମଲିଗଣି ହେଇଗଲା ବେ। ହେଲେ ମୁଁ ଏବେ କଣ କରିବି? ଟିକେ ଜାଣିପାରୁନାହାନ୍ତି, ସେ ମାଲିକାଣୀ ହେଲେ ତମେ ମାଲିକ ହେଇଯାଅ। ଏମିତି ବେ ଲିଜା ଦେବୀକୁ ବାହା ହେଇ ପଡ। वाह जडभद्र वाह की आइडिया में धरो। हाँ ସେଇଆ କରିବାକୁ ପଡିବ। ତ ମନର ହୃଦୟର ରାଜା ହେଇକି ରହିବାକୁ ପଡିବ ରେ। ଆଜ୍ଞା, ମୁଁ ହଉଛି ଝଟ ପାତ୍ର, ମାନିବେନି ବାଳମୂତ୍ର, ରାଗିଗଲେ ଛିନ ଛତ୍ର। ହଉ ଲିଜା ଆସିବା ଟାଇମ୍ ହେଲାଣି, ସେ ଆସିଲେ ତମ କାମ ତମେ କର। ମୁଁ ହେଇଠି ରହିବା ଭଲ ନୁହଁ, ମୁଁ ଆସୁଛି। ଆଉ ମୁଁ ଯାଉଛି। ଭାଇନା, ଭାଇନା, ତମେ ସେଠି କଣ କରୁଛ? ଲିଜା ଖାସ୍ ତୋରି କଥା ଭାବୁଥିଲି। ହଁ ମୋରି କଥା ମାନେ ମୁଁ ବୁଝିପାରିଲିନି। ବୁଝିପାରୁନୁ? ତୁ ସିନା ମଲିକାଣୀ ହେଇଗଲୁ, ହେଲେ ମୋର ହୃଦୟର ମାଲିକ କଣ ମୁଁ ହେଇପାରିବିନି? ଭାଇନା, ଏ ତୁମେ କଣ କହୁଛ? ମୁଁ 10 ଜଣଙ୍କର ସ୍ତ୍ରୀ, ଏମିତି କହିବା ଭଲ ନୁହଁ। তো ମୋରି ପାଇଁ ମଲିକାଣୀ ହେଇଛୁ। ହଉ ମୁଁ ଯଦି ଚାହିଁବି ତୁ ଏଠି ମଲିକାଣୀ ହେଇ ରହିପାରିବନି। ମାନେ ବାଦେ ଯାଇ ଭିକ ମାଗିବୁ, ହେଲେ କେହି ତୋତେ ପଚାରିବେନି। ସେଇଥିପାଇଁ ତୁ ସୁଧୀରକୁ ବାହା ହେଇକି ଗୋଟେ ଝିଅ ଜନ୍ମ କରିଛୁ। ଆରେ ସେଇ କଥାଟା ମୁଁ ଧୀରେ କି କହିଦେବି ରୋହନକୁ, ତାପରେ ତୋ ଅବସ୍ଥା କଣ ହବ? ନାଇଁ ଭାଇନା, ନାଇଁ ନାଇଁ, ଏମିତି କରନି, ମୁଁ ସର୍ବନାଶ ହେଇଯିବି। ମାନେ ମୁଁ ତମ କଥାରେ ରାଜି। ରାଜି? ଓ ମାଇ ଡାର୍ଲିଂ ଲିଜା, ଆସ ମୋ ପାଖକୁ। ଜମା ଡେରି କରିବାରେ ଆ ଲିଜା, ଲାଗିଯା ମୋ ବାହୁରେ। କୁଆଡେ ଚାଲୁନ କୁଆଡେ? ରୁମକୁ ଯିବା। ଇସ୍ ମାରିଦେଲା ବେଶ। ସତ ପଳେଇବା, କେହି ଦେଖିବେନି ନା? ତ ହାତ କି ନରମ ବେଶ। ନା ମୁଁ ଧରିବି, ଟିକେ ଧରିବି, ନହେଲେ ହବନି। ନା ଛାଡ଼ିବାକୁ ଇଚ୍ଛା ହଉନି ଆଉ ସତରେ। ଲିଜା, ଆଉ ଡେରି କରିବାନି, ଯିବା। हाँ कब तक जवानी ଯେତେ ତଳକୁ ଖସିଗଲା, ଏ ଗୋଟେ ନାରୀ ନୁହେଁ, ଏ ଗୋଟେ ରାକ୍ଷସୀ। କିନ୍ତୁ ଏ ମାୟାବିନୀ ମାନଙ୍କ କଥାରେ ପଡି ମୋ ଦେବତା ପରି ବାପାଙ୍କୁ ହାତ ଉଠେଇ ଦେଲି, ମୋ ସ୍ତ୍ରୀକୁ ମୋ ଘରରୁ ବାହାର କରିଦେଲି। ଏ ପାପର ପ୍ରାୟଶ୍ଚିତ ମୋତେ କରିବାକୁ ଦିଅ ପ୍ରଭୁ। ସେମାନେ ଯୋଉଠି ଥିଲେ ବି ମୁଁ ଖୋଜି ଆଣିବି। ହଁ,
ମୋ ଖୋଜି ଆଣିବେ। ମା କୁଆଡେ ଚାଲିଗଲ? ସେଇ କଥା ଭାବିଲେ ମୋ ହୃଦୟ ଫାଟି ଯାଉଛି। କୋଉ ମା ନିଜ ପୁଅକୁ ଛାଡ଼ି ରହିପାରିବ? ଏଇ ଗଛ ମାଳକୁ ଦେଖି ମୋ ପୁଅକୁ ଦେଖିଲା ପରି ଲାଗୁଛି। କିରଣ, ତୁ କୋଉଠି ଅଛି ବାବା? କୁଆଡେ ଗଲ ଜେଜେ? ମା ପରା ହଜି ଯାଇଛି। ଆରେ ତୁ କାହିଁକି ଏମିତି କାନ୍ଦୁଛୁ ଧନ? ନା, ମୋ ମା କଥା ବହୁତ ମନେ ପଡୁଛି। ମୋ ମା ପାଖକୁ ଯିବି ବାବା। କିଏ ମତେ ମା ମା ବୋଲି ଡାକୁଛି? ବାପା ଆପଣ? ତୁ ଏତେ ଦିନ ତୁ ଥିଲୁ କୋଉଠି? ବାପା ବାପା, ମୋ ପୁଅ କାହିଁ ବାପା? ମୋ ପୁଅ କିରଣ କାହିଁ ବାପା? ଦେଖରେ ମା, ତୋ ସାମ୍ନାରେ ଛିଡା ହେଇଛି ତୋ ପୁଅ କିରଣ। ଧନ, ତୋ ମା କୋଳ ବିନା ତୁ କୁଆଡେ ଚାଲି ଯାଇଥିଲୁ ଧନ? ଭଗବାନ ପରି ସବୁ ପାଇଯାଇଛି ରେ ମା। ଆଉ କୁଆଡେ ଯିବା? ଆମେ ଦରକାର ନାହିଁ ବା, ଆମେ ନିଜ ଘରକୁ ହିଁ ଯିବା। ଠିକ ଅଛି ବାପା। ସେଇ କୁଳଙ୍ଗାରକୁ ଉଚିତ ଶିକ୍ଷା ଦେବାକୁ ହିଁ ପଡିବ। ନହେଲେ ଏ ଦୁନିଆରେ ବାପା ମା ମାନେ ପୁଅ ଜନ୍ମ କରିବାକୁ ଭୟ କରିବେ। ଚାଲରେ ମା, ଭିତରକୁ ଯା। ବାପା, ଏ କୁଳଙ୍ଗାର ପୁଅକୁ ଆଉ ଶିକ୍ଷା ଦେବା ଦରକାର ନାହିଁ ବାପା। ସେ ସବୁ ଶିକ୍ଷା ପାଇଯାଇଛି। ସେ ମାୟାବିନୀ ମାନଙ୍କ କଥାରେ ପଡି ମୁଁ ତୁମ ପ୍ରତି ଅନ୍ୟାୟ କଲି। ପାରୁଛ ଯଦି ମତେ କ୍ଷମା କରିଦିଅ ବାପା। ହଁ, ମତେ କ୍ଷମା କରିଦିଅ। ତୁ କିଏ ତୁ? ଆରେ ତୁ କାହାକୁ ତୁ ବାପା ବୋଲି ଡାକୁଛୁ? ଯଦି ତୋ ପରି ଏ ପଙ୍ଗୁ ବାବାରେ ତୋ ପରି ଯଦି ପୁଅ ଥାନ୍ତା, ମୁଁ ଏତେ କଷ୍ଟ ପାଇନଥାନ୍ତି ରେ। ଆପଣ ଯାହା ବି କୁହନ୍ତୁ ବାପା, କିନ୍ତୁ ଥରକ ପାଇଁ ମତେ ପୁଅ ବୋଲି ଡାକି ଦିଅ ବାପା। ହଁ, ମତେ ପୁଅ ବୋଲି ଡାକିକି ଦିଅ। ଆରେ ତୁ କାହିଁକି ଏତେ ମନ ଦୁଃଖ କରୁଛୁ? ଯା କିରଣ, ତୋ ବାପାକୁ डायरी किरण, तू ଆଉ କାନ୍ଦ ନା। ଆଜିଠୁ ତୋ ବାପା ତୋତେ
କେବେ ବି ମାରିବନି ହେଲା। ପୂର୍ଣ୍ଣିମା ତମେ ବି କଣ ମତେ ସେଇଆ ଭାବିବ? ଥରକ ପାଇଁ ମତେ କ୍ଷମା କରିଦିଅ ପୂର୍ଣ୍ଣିମା। ଥରକ ପାଇଁ ମତେ ରୋହନ ବୋଲି ଡାକି ଦିଅ। ଆରେ ଡାକ ନା ରୋହନ। ଆମ ଏ ମିଳନ ସାଥୀ ସାତ ଜନମର ତୁମର ସୁନା ମହିରା ତ ଅଛି ମୋର ଆଇନା ଛାତିରେ ଲେଖା ହୋଇଛି ତୋ ନା ସାଥେ ମୋ ନା ରହିପାରେ ନା তো বিনা বন্তি পারে না রহিপারে না তো বিনা বন্তি পারে না রহিপারে না তো বিনা বন্তি পারে না।